ଆଳୁ, ପିଆଜ, ରସୁଣ ଆସିଗଲ ତମାନେ। ହଉ ଆଜି କଣ ଶୁଣିବ କୁହ? ଅଜା ଆଜି ଗୋଟେ ଭଲ କାହାଣୀ ନହେଲେ ଗପ କହୁନା ଶୁଣିବା। ହଁ ଅଜା ଗୋଟେ ଭଲ କାହାଣୀ କୁହ, ଆମେ ଶୁଣିବୁ ଆଉ ସେଥିରୁ କିଛି ଶିଖିବୁ ଆଉ। ହଁ ଅଜା ଆଉ ଲେଟ୍ କର ନା, ଏଥର ଆରମ୍ଭ କର। ତମମାନଙ୍କୁ କୋଉ କାହାଣୀ କହିବି? ହଉ ହଉ ଗୋଟେ କାହାଣୀ କହୁଛି। କାହାଣୀ ନାମ ହେଲା କଥା କହିପାରିଲେ ସୁନ୍ଦର। ସେ ଅନେକ ଦିନ ତଳର କଥା। ଦିନେ ରାଜା ତାଙ୍କ ରାଜମହଲରେ ଶୋଇଥାନ୍ତି। ସେ ଶୋଇଥିବା ସମୟରେ ହଠାତ୍ ସ୍ୱପ୍ନ ଦେଖିଲେ ତାଙ୍କ ଦାନ୍ତ ଗୁଡ଼ିକ ଭାଙ୍ଗିବାକୁ ଲାଗିଲା। ଧୀରେ ଧୀରେ ଗୋଟାଏ ପରେ ଗୋଟାଏ ଦାନ୍ତ ଭାଙ୍ଗିବାକୁ ଲାଗିଲା। ଆଉ ତାଙ୍କର ସବୁ ଦାନ୍ତ ଭାଙ୍ଗିଗଲା, ସେ ପାକୁଆ ହେଇଗଲେ। ଆଉ ତାପରେ ରାଜା ହଠାତ୍ ନିଦରୁ ଉଠିଗଲେ। ଏହାର କାରଣ କ'ଣ ଜାଣିବା ପାଇଁ ତାର ପରଦିନ ଜ୍ୟୋତିଷଙ୍କୁ ଡାକିଲେ। ଆଉ ଅଜା ଜ୍ୟୋତିଷ ଆସି କ'ଣ କହିଲେ? ହଁ କହୁଛି। ଜ୍ୟୋତିଷ ଆସିଲେ ଆଉ ଗଣନା କଲେ। ଗଣନା କରିସାରି ରାଜାଙ୍କୁ କହିଲେ, ଦେଖନ୍ତୁ ରାଜା ଆଜ୍ଞା, ଆପଣ ଦେଖିଥିବା ସ୍ୱପ୍ନର କାରଣ ହେଉଛି ଆପଣଙ୍କ ଆଖି ସାମ୍ନାରେ ଆପଣ ସବୁ ପରିବାର ବର୍ଗ ସମସ୍ତଙ୍କର ଦେହାନ୍ତ ହେଇଯିବ। ମାନେ ଆପଣଙ୍କ ସାମ୍ନାରେ ଆପଣ ପରିବାର ବର୍ଗ ସମସ୍ତେ ପ୍ରାଣତ୍ୟାଗ କରିବେ। ଏହା ଶୁଣି ରାଜା ପୁରା ରାଗିଗଲେ। ଆଉ ସେ ଜ୍ୟୋତିଷକୁ ବନ୍ଦୀ କରିଦେଲେ। ଆଉ ପୁଣି ଆଉ ଗୋଟେ ନୂଆ ଜ୍ୟୋତିଷକୁ ଡାକିଲେ। ଆଉ ଗୋଟେ ନୂଆ ଜ୍ୟୋତିଷ ଆସିଲା। ସେ ବି ଗଣନା କରି ସବୁ ଦେଖିଲା। ଆଉ ରାଜାଙ୍କୁ କହିଲା, ଦେଖନ୍ତୁ ରାଜା ଆଜ୍ଞା, ଆପଣଙ୍କ ସ୍ୱପ୍ନର କାରଣ ହେଉଛି ଆପଣଙ୍କ ବଞ୍ଚିବା ସମୟ ଆପଣଙ୍କ ପରିବାର ସଦସ୍ୟମାନଙ୍କ ଠାରୁ ଅଧିକ ହୋଇଯିବ। ମାନେ ଆପଣ ପରିବାର ସଦସ୍ୟମାନଙ୍କ ଠାରୁ ଅଧିକ ଦିନ ବଞ୍ଚିବେ। ରାଜା ଜ୍ୟୋତିଷଙ୍କର ଏହି କଥା ଶୁଣି ଖୁସି ହୋଇଗଲେ ଆଉ ତାଙ୍କୁ ପୁରସ୍କାର ଦେଲେ। ଏ କାହାଣୀରୁ କ'ଣ ଶିଖିଲେ? ଦୁଇ ଜ୍ୟୋତିଷଙ୍କ ଗଣନା ଏକା ଥିଲା, କିନ୍ତୁ ସେମାନଙ୍କର କହିବାର ଶୈଳୀ ଅଲଗା ଅଲଗା ଥିଲା। ଠିକ୍ ସେଭଳି ଆମେ ଯାଉ ଯେଉଁ କଥା କହୁଥିବା, ଯଦି ଆମେ କହିବା ଶୈଳୀ ଠିକ୍ ଥବ ତାହେଲେ ଆମେ ସବୁ ଜାଗା ଜିତିପାରିବା। ଯେପରି ଦୁଇ ଜ୍ୟୋତିଷଙ୍କର କଥା ଏକା ଥିଲା, କିନ୍ତୁ ଖାଲି କହିବାର ଶୈଳୀ ଅଲଗା ଥିଲା। ଯାହାଫଳରେ ରାଜା ଜଣଙ୍କୁ ପୁରସ୍କାର ଦେଲେ ଆଉ ଜଣଙ୍କୁ ବନ୍ଦୀ କରିଦେଲେ। କ'ଣ ତମମାନେ କିଛି ବୁଝିଲ କି ନାହିଁ? ହଁ ଅଜା ଆମେ ବୁଝିପାରିଲୁ। କଥାକୁ ଯଦି ଆମେ କହିବା ଶୈଳୀ ଠିକ୍ ରଖିବା ତାହେଲେ କଥା ସୁନ୍ଦର ହେବ। ପିଆଜ ତୁ କ'ଣ ଶିଖିଲୁ? ହଁ ଅଜା ଦେଖିଲନି, ଜ୍ୟୋତିଷଙ୍କର କଥା ଏକା ଥିଲା, କିନ୍ତୁ ସେମାନଙ୍କର କହିବା ଶୈଳୀ ଖାଲି ଅଲଗା ଥିଲା। ତେଣୁ ଆମେ ଏ କାହାଣୀରୁ ଏହା ଶିଖିଲୁ ଯେ ଆମ କହିବା ଶୈଳୀ ଆମେ ସବୁବେଳେ ଠିକ୍ ରଖିବୁ। ଆଉ ରସୁଣ ତୁ କ'ଣ ଶିଖିଲୁ? ହଁ ଅଜା ମୁଁ ବୋଧେ ଏହା ଶିଖିଲି, କହିବା ଶୈଳୀ ସବୁବେଳେ ଠିକ୍ ରଖିବା। ହଉ ଆଜି ଅଧିକ ସମୟ ହେଲାଣି, ଚାଲ ଏଥର ଯିବା। ଆଜି ପାଇଁ ଭିଡ଼ିଓଟି ଏତିକି। ହଉ ଅଜା ଆମେ ରହିଲୁ।